କେବେ ଭାବିଛନ୍ତି ଭାରତୀୟ ଇତିହାସରେ ଏମିତି ଜଣେ କିଏ ଥିଲେ ଯାହାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରକୁ ତିନୋଟି ଦେଶର ଜାତୀୟ ପତାକାରେ ଗୁଡ଼ାଇ ଦିଆଯାଇଥିଲା? ହଁ, ସେ ଥିଲେ ବିଜୁ ପଟ୍ଟନାୟକ। ଆଉ ଆଜି ଆମେ କଥା ହେବା ତାଙ୍କର ସେହି ଅବିଶ୍ୱାସନୀୟ କାହାଣୀ ବିଷୟରେ। ହଁ, ଆପଣ ଠିକ୍ ଶୁଣିଲେ। ଖାଲି ଭାରତ ନୁହେଁ, ଇଣ୍ଡୋନେସିଆ ଆଉ ଏପରିକି ରୁଷ ଭଳି ଦେଶ ବି ତାଙ୍କୁ ସେହି ସମ୍ମାନ ଦେଇଥିଲେ। ଟିକେ ଭାବି ଦେଖନ୍ତୁ ତ, ଏହା କ'ଣ କୌଣସି ସାଧାରଣ କଥା? କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଉଛି କେମିତି ଜଣେ ବ୍ୟକ୍ତି ଏମିତି ଏକ ଅଦ୍ୱିତୀୟ ସମ୍ମାନର ଅଧିକାରୀ ହୋଇପାରିଲେ? ତାଙ୍କର ଜୀବନର କେଉଁ କାହାଣୀ ତାଙ୍କୁ ଏତେ ବଡ଼ କରିଦେଲା? ଚାଲନ୍ତୁ ଆଜି ସେଇ କାହାଣୀ ଭିତରକୁ ଯିବା। ଆଉ ଏହି ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଆମକୁ ଫେରିବାକୁ ପଡ଼ିବ ତାଙ୍କର ପିଲାଦିନକୁ। କାରଣ ବିଜୁ ପଟ୍ଟନାୟକ ସେ ଜନ୍ମରୁ ହିଁ ଥିଲେ ଜଣେ ଦୁଃସାହସୀ ଦେଶଭକ୍ତ। ତାଙ୍କ ରକ୍ତରେ ଥିଲା ବିଦ୍ରୋହ ଆଉ ଆଖିରେ ଥିଲା ସ୍ୱପ୍ନ। ଯେତେବେଳେ ସେ ଯୁବକ ଥିଲେ, ନିୟମ ଭାଙ୍ଗିବା ଥିଲା ତାଙ୍କର ସୌଖ। ଭାବନ୍ତୁ ତ, କିଏ କଲେଜ ପାଠ ଅଧାରୁ ଛାଡ଼ି ପାଇଲଟ ହେବାକୁ ଯାଏ। ଆଉ ସେତିକି ନୁହେଁ, କଟକରୁ ପେଶାୱାର ସାଇକେଲରେ 4000 କିଲୋମିଟରରୁ ବି ଅଧିକ। ତାଙ୍କର ପ୍ରତ୍ୟେକଟି କାମ ଥିଲା ସାଧାରଣ ଲୋକଙ୍କର କଳ୍ପନା ବାହାରେ। ହଁ, ପାଇଲଟ ତ ସେ ହେଲେ, କିନ୍ତୁ କେବଳ ଚାକିରି ପାଇଁ ନୁହେଁ। ତାଙ୍କର କକପିଟ୍ ପାଲଟି ଯାଇଥିଲା ସ୍ୱାଧୀନତା ସଂଗ୍ରାମର ଏକ ମାଧ୍ୟମ। ବ୍ରିଟିଶଙ୍କ ନାକ ତଳେ ସେ ନିଜ ବିମାନରେ ଜୟପ୍ରକାଶ ନାରାୟଣଙ୍କ ଭଳି ବଡ଼ ବଡ଼ ନେତାଙ୍କୁ ଲୁଚାଇ ନେଉଥିଲେ। ସେଥିପାଇଁ ତ ଲୋକେ ତାଙ୍କୁ ଡାକୁଥିଲେ ଝଡ଼ର ପକ୍ଷୀ। ତାଙ୍କ ସାହସ ଆଉ ସ୍ୱାଭିମାନର ଗୋଟେ କଥା ଶୁଣିବେ। ତାଙ୍କ ଝିଅ ଗୀତା ମେହେଟା ଥରେ କହିଥିଲେ, ଜଣେ ବ୍ରିଟିଶ ଅଫିସର ତାଙ୍କୁ ଥରେ ରାଗିକି କହିଥିଲା, ବ୍ଲାଡି ନେଟିଭ। ବାସ୍, ସେତିକି ହିଁ ଯଥେଷ୍ଟ ଥିଲା। ବିଜୁବାବୁ ସେ ଅଫିସରକୁ ସେଇଠି ମଝି ରନୱେରେ ଛାଡ଼ିଦେଲେ ଆଉ ପ୍ଲେନ୍ ନେଇ ଉଡ଼ିଗଲେ। ଏଥିରୁ ହିଁ ଜଣାପଡ଼େ ଦେଶ ପାଇଁ ତାଙ୍କର ସ୍ୱାଭିମାନ କେତେ ଥିଲା। ତେବେ ଏବେ ଆସିବା ଆମର ସେଇ ମୂଳ ପ୍ରଶ୍ନକୁ, ତିନୋଟି ପତାକାର ସମ୍ମାନ କାହିଁକି? ଦେଖନ୍ତୁ, ଭାରତ ପାଇଁ ତାଙ୍କର ଅବଦାନ ତ ଆମେ ସମସ୍ତେ ଜାଣିଛେ। କିନ୍ତୁ ସେ ଡଚ୍ ଶାସନରୁ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ, ଯେଉଁଥିପାଇଁ ଇଣ୍ଡୋନେସିଆ ତାଙ୍କୁ ଭୂମିପୁତ୍ର ବା ମାଟିର ପୁଅ ବୋଲି କହିଲା। ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ହିଟଲରଙ୍କ ବିରୁଦ୍ଧରେ ରୁଷକୁ ବି ସେ ସାହାଯ୍ୟ କରିଥିଲେ। ବାସ୍, ଏହି ତିନୋଟି ଦେଶ ପାଇଁ ତାଙ୍କର ଏହି ଅବଦାନ ଯୋଗୁଁ ହିଁ ମିଳିଥିଲା ସେହି ଅଦ୍ୱିତୀୟ ସମ୍ମାନ। କିନ୍ତୁ କାହାଣୀ ଏତିକିରେ ସରେନି। ଆନ୍ତର୍ଜାତୀୟ ସ୍ତରରେ ଏତେ ନାଁ କମେଇବା ପରେ ସେହି ଦୁଃସାହସୀ ପାଇଲଟ ଫେରିଲେ ନିଜ ମାଟି ଓଡ଼ିଶାକୁ। ଆଉ ଏଠାରେ ଆରମ୍ଭ ହେଲା ତାଙ୍କର ଆଉ ଏକ ନୂଆ ଅଧ୍ୟାୟ, ଆଧୁନିକ ଓଡ଼ିଶାର ନିର୍ମାତା ଭାବରେ। ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର 2ଟି କାର୍ଯ୍ୟକାଳ, ଆଉ 2ଟି ଯାକ ଓଡ଼ିଶାର ରୂପରେଖା ବଦଳାଇ ଦେଇଥିଲା। ପ୍ରଥମ ଥର ମାନେ 1961ରୁ 63 ଭିତରେ ସେ ପାରାଦୀପ ବନ୍ଦର, ରାଉରକେଲା ଇସ୍ପାତ କାରଖାନା ଭଳି ବଡ଼ ବଡ଼ ଶିଳ୍ପର ମୂଳଦୁଆ ପକାଇଲେ। ଆଉ ଯେତେବେଳେ ଦ୍ୱିତୀୟ ଥର ଆସିଲେ 1990ରେ, ସେତେବେଳେ ତାଙ୍କର ଫୋକସ୍ ଥିଲା ସମାଜ ସୁଧାର ଉପରେ। ଆଉ ସେହି ସାମାଜିକ ସୁଧାର ଭିତରୁ ଗୋଟେ ଏମିତି ଥିଲା ଯାହାକୁ କେବଳ ଗୋଟିଏ ସଂଖ୍ୟାରେ କୁହାଯାଇପାରେ। ସେ ସଂଖ୍ୟାଟି କ'ଣ ଜାଣିଛନ୍ତି? 33%। ହଁ, ଏହି ଗୋଟିଏ ସଂଖ୍ୟା ଓଡ଼ିଶାର ସାମାଜିକ ଇତିହାସରେ ଏକ ନୂଆ ମୁଡ୍ ଆଣିଥିଲା। କାରଣ ବିଜୁବାବୁ ହିଁ ପ୍ରଥମେ ସ୍ଥାନୀୟ ସରକାରରେ ମାନେ ପଞ୍ଚାୟତରେ ମହିଳାମାନଙ୍କ ପାଇଁ 33% ସ୍ଥାନ ସଂରକ୍ଷିତ କରିଥିଲେ। ଆଉ ସବୁଠୁ ବଡ଼ କଥା କ'ଣ ଜାଣନ୍ତି? ସାରା ଦେଶରେ ଏହି ନିୟମ ଲାଗୁ ହେବାର ବହୁତ ବର୍ଷ ଆଗରୁ ବିଜୁବାବୁ ଓଡ଼ିଶାରେ ଏହି ବୈପ୍ଳବିକ ପଦକ୍ଷେପ ନେଇସାରିଥିଲେ। ସତରେ କେତେ ଆଗକୁ ଭାବୁଥିଲେ ସେ? ଖାଲି ବଡ଼ ବଡ଼ କାରଖାନା କିମ୍ବା ଆଇନ ନୁହେଁ, ବିଜୁବାବୁ ଲୋକଙ୍କ ହୃଦୟରେ ରାଜ କରୁଥିଲେ ତାଙ୍କର ନିଆରା ବ୍ୟକ୍ତିତ୍ୱ ପାଇଁ। ସେ କେବେ ବି ନିଜକୁ ଶାସକ ଭାବୁନଥିଲେ। ସେ ଥିଲେ ଲୋକଙ୍କର, ଆଉ ଲୋକ ଥିଲେ ତାଙ୍କର। ସେ ନିଜେ କହିଥିଲେ, ପଞ୍ଚାୟତୀ ସମିତି ଓ ଜିଲ୍ଲା ପରିଷଦ ଏହା ଏକ ଜନ ଆନ୍ଦୋଳନ। ଏଥିରୁ ତାଙ୍କର ଚିନ୍ତାଧାରା ପୁରା ସ୍ପଷ୍ଟ। ସେ ଚାହୁଁଥିଲେ କ୍ଷମତା ଭୁବନେଶ୍ୱରରେ ନ ରହି ଗାଁର ସାଧାରଣ ଲୋକର ହାତକୁ ଆସୁ। ଆଉ ତାଙ୍କର ଶାସନ କରିବାର ଷ୍ଟାଇଲ ବି ଥିଲା ସମ୍ପୂର୍ଣ୍ଣ ଅଲଗା। ସେ ସଭାରେ ଖୋଲାଖୋଲି କହିଦେଉଥିଲେ, ଯଦି କୌଣସି ଅଫିସର ଲାଞ୍ଚ ମାଗୁଛି ତାକୁ ବାନ୍ଧି ପିଟ। ପୁଣି ଥରେ ଜଣେ ଗରିବ ବୁଢ଼ୀ ମାଉସୀଙ୍କ କଥା ଶୁଣି ଗୋଟିଏ ରାତିରେ ଶ୍ରମିକଙ୍କ ମଜୁରୀ 11 ଟଙ୍କାରୁ ସିଧା 25 ଟଙ୍କା କରିଦେଲେ। ଏପରିକି ନିଜ ପକେଟରୁ ପଇସା ଦେଇ କେତେ ପିଲାଙ୍କୁ ବିଦେଶରେ ପଢ଼ାଇଛନ୍ତି। ତାଙ୍କ ପାଇଁ ନିୟମ ପଛରେ ଥିଲା, ଆଗରେ ଥିଲା ମଣିଷ। ବିଜୁବାବୁଙ୍କର ଖାଲି ବ୍ୟକ୍ତିତ୍ୱ ବିଶାଳ ନଥିଲା, ତାଙ୍କ ଶରୀର ବି ଥିଲା ସେମିତି। ଆଉ ଆପଣମାନେ ଆଜିକାଲି ରାଜନୀତିରେ ଗୋଟେ ଶବ୍ଦ ବହୁତ ଶୁଣୁଥିବେ, 56 ଇଞ୍ଚ ଛାତି। ଜାଣିଛନ୍ତି ଏହି କଥାଟି ପ୍ରକୃତିରେ ଆସିଲା କେଉଁଠୁ? ଏହାର ମୂଳ ଉତ୍ସ ହେଉଛନ୍ତି ସ୍ୱୟଂ ବିଜୁ ପଟ୍ଟନାୟକ। ନା, ଏହା କୌଣସି ରାଜନୈତିକ ସ୍ଲୋଗାନ ନଥିଲା। ଏହା ଥିଲା ତାଙ୍କ ଦରଜୀର ଫିତାରେ ଥିବା ପ୍ରକୃତ ମାପ। ତାଙ୍କ ଛାତି ଥିଲା 56 ଇଞ୍ଚ, କାନ୍ଧ 27 ଇଞ୍ଚ। ଏହା ଥିଲା ଏକ ବାସ୍ତବିକତା, କୌଣସି କାଳ୍ପନିକ କଥା ନୁହେଁ। ଆଉ ଏଇଠି ହିଁ ଆସେ ପ୍ରକୃତ ପାର୍ଥକ୍ୟ। ବିଜୁବାବୁଙ୍କ ପାଇଁ ତାଙ୍କ 55 ଇଞ୍ଚ ଛାତି ଥିଲା ତାଙ୍କର ଶାରୀରିକ ଗଠନ, ଯାହାକୁ ନେଇ ସେ କେବେ ବି ବଢ଼େଇ କରୁନଥିଲେ। କିନ୍ତୁ ଆଜି ଏହା ଏକ ରାଜନୈତିକ ସ୍ଲୋଗାନରେ ପରିଣତ ହୋଇଛି, ଯାହାକୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବ୍ୟବହାର କରାଯାଉଛି। ତାଙ୍କର ସରଳତା ଆଉ ବାସ୍ତବତାର ଆଉ ଏକ ପ୍ରମାଣ ଥିଲା ତାଙ୍କର ପୋଷାକ। ସେହି ସବୁଦିନିଆ ଧଳା କୁର୍ତ୍ତା ଆଉ ଧୋତି। ତାଙ୍କ ପୋଷାକ କେବେ ବଦଳିଲାନି।
କାରଣ ସେ ନିଜକୁ କେବେ ବି ସାଧାରଣ ଲୋକଙ୍କଠାରୁ ଅଲଗା ଭାବୁନଥିଲେ। ଜାଣନ୍ତି, ଏପରିକି ପଣ୍ଡିତ ନେହେରୁ ମଧ୍ୟ ତାଙ୍କୁ ନେଇ ଦ୍ୱନ୍ଦ୍ୱରେ ଥିଲେ। ଗୋଟେପଟେ ସେ ବିଜୁବାବୁଙ୍କୁ ନିଜର ଯୋଗ୍ୟ ଉତ୍ତରାଧିକାରୀ ବୋଲି ଭାବୁଥିଲେ, କିନ୍ତୁ ଅନ୍ୟପଟେ ତାଙ୍କର ମୁହେଁ ମୁହେଁ ସତ କହିଦେବା ଗୁଣକୁ ନେଇ ଟିକେ ଚିନ୍ତିତ ବି ରହୁଥିଲେ। ଏଥିରୁ ହିଁ ଜଣାପଡ଼େ ବିଜୁ ପଟ୍ଟନାୟକ କେତେ ଜଟିଳ ଆଉ ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ତେବେ ଶେଷରେ ଗୋଟେ ପ୍ରଶ୍ନ ରହିଯାଉଛି, କିଏ ଥିଲେ ବିଜୁ ପଟ୍ଟନାୟକ? ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା, ନା ଜଣେ ନିୟମ ନ ମାନୁଥିବା ଅବିଚାରିତ ରାଜନେତା? ବୋଧହୁଏ ଏହାର ଉତ୍ତର ଏତେ ସହଜ ନୁହେଁ, ଆଉ ସେଥିପାଇଁ ତ ଏତେ ବର୍ଷ ପରେ ବି ତାଙ୍କ କାହାଣୀ ଆମ ସମସ୍ତଙ୍କୁ ଏତେ ପ୍ରେରଣା